ରାହୁଲ ଏମିତି ଗୋଟିଏ ପିଲା, ଛୋଟ ବଡ଼ ଧନୀ ଗରିବ ସମସ୍ତ ପାଖରେ ସମାନ। ଯେଉଁଠି ମାନେ ସେଠି ବସି ପଡ଼ିବ, ଯେଉଁଠି ମାନେ ଯାହା ସମସ୍ତଙ୍କ ସାଙ୍ଗରେ ମିଶିବ, ସେଇଟା ହେଲା ତା ପାଇଁ କାଳ। ସାଙ୍ଗ ପାଇଁ ସେ ଜୀବନ ଦେଇଛି। ବହୁତ ଗେହ୍ଲାରେ ବଢ଼ିଛି ସେ, ମାନେ କି ଅବସ୍ଥା, ମାନେ ଦେଖି ହଉନି। ହେଲେ ମାନେ କିଛି ସଂସାର ପ୍ରତି ବିତୃଷ୍ଣା ଆସିଯାଉଛି। କ'ଣ ରାହୁଲ ଆମର ବହୁତ ଭଲ ପିଲା, ମାନେ ଛୋଟ ବଡ଼ ସମସ୍ତଙ୍କ ସମ୍ମାନ କରେ, ସମସ୍ତଙ୍କ ସାଙ୍ଗରେ ଫ୍ରେଣ୍ଡଲି ମିଶେ ସିଏ। ସାମ୍ନାକୁ ମାନେ ମୁଁ ତ ସେମିତି କହିପାରିବିନି କ'ଣ ହେଇଛି ତା ଭିତରେ। ଏତିକି ଜାଣିଛି ତାଙ୍କର 2-3 ମାସ ପୂର୍ବରୁ ଝଗଡ଼ା ଝାଟି ହେଇଥିଲା। ଆମେ ବି ସମାଧାନର ବାଟ ଖୋଜିଥିଲୁ। ବୋଲି ମୋର ନାଁ ତ ନାହିଁ, ସେପଟେ ଆମ ଭାଇ ସବୁ ବୁଝାବୁଝି କରୁଥିଲେ। ମଞ୍ଚେଶ୍ୱର ଥାନାରେ କେସ୍ ବି ଅଛି, କୋର୍ଟରେ କେସ୍ ଚାଲିଛି। ବାହାଘର ତ 2-3 ମାସ ହେଇଛି ମୋଟେ। ଆଉ କ'ଣ କହିବୁ, ବହୁତ ମାନେ କିଛି କହିବା ଅବସ୍ଥାରେ ବି ନାହିଁ, ବହୁତ କଷ୍ଟ ଲାଗୁଛି। ଯୋଉ ୟୁଟ୍ୟୁବର ଚାଲି ଯାଇଛନ୍ତି ଆପଣ ତାଙ୍କର କ'ଣ ହେବେ? ମାଉସୀ କୁହାଯାଉ ପୂର୍ବ ସତ୍ତାକୁ କେନ୍ଦ୍ର କରି ଏମିତି ହେଇଛି ବୋଲି। ହେଇଥାଇପାରେ, ଆମେ ତ କିଛି କହିପାରିବୁନି ବାବା। କ'ଣ ଆପଣ ଦାବି କରିବେ? କ'ଣ ମାନେ ନ୍ୟାୟ ମିଳୁ। ରାହୁଲ ଗଲା, କିନ୍ତୁ ନ୍ୟାୟ ଆମ ଜୋଇଁକି ନ୍ୟାୟ ମିଳୁ। ରାହୁଲ ମହାରାଣା ଭଳିଆ ଜଣେ ଏମିତି ୟୁଟ୍ୟୁବର ଥିଲେ, ବହୁତ ପ୍ରସିଦ୍ଧ ଥିଲେ, ଗୋଟେ ଭଲ ମେଳା ପାଇଁ ବିଷ୍ଟ ବାଜିଥିଲେ। କଷ୍ଟ ନାହିଁ। ରାହୁଲ ଏମିତି ଗୋଟିଏ ପିଲା, ଛୋଟ ବଡ଼ ଧନୀ ଗରିବ ସମସ୍ତ ପାଖରେ ସମାନ। ଯେଉଁଠି ମାନେ ସେଠି ବସି ପଡ଼ିବ, ଯେଉଁଠି ମାନେ ଯାହା ସମସ୍ତଙ୍କ ସାଙ୍ଗରେ ମିଶିବ, ସେଇଟା ହେଲା ତା ପାଇଁ କାଳ। ସାଙ୍ଗ ପାଇଁ ସେ ଜୀବନ ଦେଇଛି। ସେଇ ସାଙ୍ଗମାନେ ହିଁ ଜୀବନ ନେଇଛନ୍ତି ବୋଧେ? ନାଇଁ, ସାଙ୍ଗ ମାନେ ନୁହେଁ, ସାଙ୍ଗ ପାଇଁ। ସାଙ୍ଗକୁ ମାନେ ସେଇଟା ତ ପୋଲିସ ଇନଭେଷ୍ଟିଗେସନ କଲେ ଜଣା ପଡ଼ିବ କ'ଣ ହେଇଛି ପ୍ରକୃତ ଘଟଣା। ଆମେ କହିପାରିବା କି? ଅଭିଯୋଗ ରହିବ କ'ଣ, ଦୋଷୀକୁ କ'ଣ ଦଣ୍ଡ ଦରକାର? ଦଣ୍ଡ ତ ମାନେ ଦଣ୍ଡ ବହୁତ ପ୍ରକାର ଦଣ୍ଡ। ଆମେ ତ ଚାହିଁବୁ ଫାଶୀ ହେଇଯାଉ, କିନ୍ତୁ ଯାହା ଦଣ୍ଡ ଦବ। କେବେ ମ୍ୟାରେଜ କରିଥିଲେ? 3 ମାସ।